ସ୍ପିନରଙ୍କ ଦ୍ୱାରା ପ୍ରତ୍ୟାବର୍ତ୍ତନ କରିବା ପରେ କେଏଲ ରାହୁଲଙ୍କ ଆକର୍ଷଣୀୟ ପାଳି 53 ବଲରୁ 93 ରନ୍ 7ଟି ଚୌକା 6ଟି ଛକା ବଳରେ ଦିଲ୍ଲୀ କ୍ୟାପିଟାଲ୍ସ 6 ୱିକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ କରିଛି। ଏଥିସହିତ ଏକମାତ୍ର ଅପରାଜିତ ଦିଲ୍ଲୀ କ୍ୟାପିଟାଲ୍ସ କ୍ରମାଗତ ଚତୁର୍ଥ ବିଜୟ ଅର୍ଜନ କରିଛି। ଆରସିବି ପଞ୍ଚମରୁ ଦ୍ୱିତୀୟ ପରାଜୟ ବରଣ କରିଛି। ଚିନ୍ନାସ୍ୱାମୀ ଷ୍ଟାଡିୟମକୁ ଫେରିଥିବା ଆରସିବି ଟସ୍ ହାରି ବ୍ୟାଟିଂ କରିଥିଲା। ଘରୋଇ ଦଳ ମଧ୍ୟ ଚଳିତ ଋତୁର ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଥିଲା। ମାତ୍ର 3 ଓଭରରେ ଦଳ 53 ରନ୍ ସଂଗ୍ରହ କରିବା ସହିତ କୌଣସି ୱିକେଟ୍ ବି ହରାଇନଥିଲା। କିନ୍ତୁ ହଠାତ୍ ବିରାଟ କୋହଲି ଓ ଫିଲ୍ ସଲ୍ଟଙ୍କ ମଧ୍ୟରେ ସମନ୍ୱୟ ଅଭାବରୁ ସଲ୍ଟ ରନ୍ ଆଉଟ୍ ହୋଇଯାଇଥିଲେ। ଚତୁର୍ଥ ଓଭରରୁ ସ୍ପିନରଙ୍କ ଆକ୍ରମଣ କାରଣରୁ ଆରସିବି ପାୱାର ପ୍ଲେର ପରବର୍ତ୍ତୀ 3 ଓଭରରୁ ମାତ୍ର 11 ରନ୍ ଯୋଡ଼ିବା ସହ ଦେବଦତ୍ତ ପଡିକଲଙ୍କୁ ବି ହରାଇଥିଲା। ଏହା ପରଠାରୁ ଦିଲ୍ଲୀ ସ୍ପିନରଙ୍କ ପ୍ରାଧାନ୍ୟ କାରଣରୁ ଆରସିବି ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ବଡ଼ ସ୍କୋର ସୁଯୋଗ ହାତଛଡ଼ା କରିଥିଲା। ତେବେ ବିରାଟ କୋହଲି ମଧ୍ୟ ଯୁବ ସ୍ପିନର ବିପରାଜ ନିଗମଙ୍କ ଶିକାର ହୋଇଥିଲେ। ଆରସିବି 150ରୁ 140 ରନ୍ ଭିତରେ ଅଟକି ଯିବାର ଆଶଙ୍କା ଜାତ ହୋଇଥିଲା। ହେଲେ ଶେଷ 2 ଓଭରରେ ଟିମ୍ ଡେଭିଡ୍ ବିସ୍କୟଙ୍କ ବ୍ୟାଟିଂ କରି ଦଳକୁ 163 ରନ୍ର ସମ୍ମାନଜନକ ସ୍କୋର ଦେଇଥିଲେ। ସେ ମାତ୍ର 20 ବଲରୁ 37 ରନ୍ ସଂଗ୍ରହ କରିଥିଲେ। କୁଲଦୀପ ଯାଦବ ଏବଂ ବିପରାଜ ନିଗମ ମିଳିତ ଭାବେ 8 ଓଭରରେ 35 ରନ୍ ଦେଇ 4 ୱିକେଟ୍ ଦଖଲ କରିବା ଚର୍ଚ୍ଚାରେ ରହିଥିଲା। ବ୍ୟୁରୋ ରିପୋର୍ଟ, ରିପୋର୍ଟର୍ସ ଟୁଡେ।